ଆଉ କେତୋଟି ବିରଳ ମୂର୍ତ୍ତି। ନାରାୟଣଙ୍କର ଅନନ୍ତ ଶୟନ ମୁଦ୍ରା ବିଶିଷ୍ଟ ଏକ ସୁନ୍ଦର ମୂର୍ତ୍ତି ସେଠାରେ ଶୋଭା ପାଉଛି। ଏହାକୁ ବାଦ ଦେଲେ ଶ୍ରୀକୃଷ୍ଣଙ୍କର ଆଉ ଏକ ସୁନ୍ଦର ଗିରି ଗୋବର୍ଦ୍ଧନ ମୂର୍ତ୍ତି ମଧ୍ୟ ଏଠାରେ ପୂଜିତ ହୁଏ। କେବଳ ସେତିକି ନୁହେଁ, ମନ୍ଦିରର ଗର୍ଭଗୃହରେ ଆପଣ ଦେଖିବେ ମା ଦୁର୍ଗାଙ୍କର ଏକ ବିରଳ ମୂର୍ତ୍ତି। ଶାମ୍ବ ଦଶମୀ, ବିଷୁବ ସଂକ୍ରାନ୍ତି ଏବଂ ମାଘ ସପ୍ତମୀ ଅବସରରେ ଅନୁଷ୍ଠିତ ହୁଏ ସ୍ୱତନ୍ତ୍ର ଉତ୍ସବ। ତେବେ ମାଘ ଷଷ୍ଠୀ ଅବସରରେ ଏଠାରେ ଲାଗି ହେଉଥିବା ମନୋହରୀ ଭୋଗ ବେଶ୍ ଲୋକପ୍ରିୟ। ଲୋକଲୋଚନଠାରୁ ଦୂରରେ ଥିବା ବିରଞ୍ଚି ନାରାୟଣ ମନ୍ଦିରର କାରୁକାର୍ଯ୍ୟ ଖୁବ୍ ସୁନ୍ଦର ଏବଂ ଏହାର ସାଂସ୍କୃତିକ ଇତିହାସ ବେଶ୍ ତଥ୍ୟପୂର୍ଣ୍ଣ। ସ୍ଥାନୀୟ ଗବେଷକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ସହିତ ମନ୍ଦିର ବୁଲିବା ବେଳେ ଆମକୁ ମିଳିଥିଲା ଅନେକ ରୋଚକ ତଥ୍ୟ। କୋଉ ସମୟରେ ମନ୍ଦିର ନିର୍ମାଣ ହେଇଥିଲା? ଦେଖନ୍ତୁ, ଐତିହାସିକ ନବମ ଶତାବ୍ଦୀରେ ଏ ମନ୍ଦିର ନିର୍ମାଣ ହୋଇଛି। ଐତିହାସିକ ଶିଳାଲେଖା ଅଛି, ପରବର୍ତ୍ତୀ ପର୍ଯ୍ୟାୟ ଶିଳାଲେଖା ପରବର୍ତ୍ତୀ ପର୍ଯ୍ୟାୟ ଧ୍ୱଂସ ହେଇଯାଇଛି, ନଷ୍ଟ ହେଇଯାଇଛି। କିନ୍ତୁ ଐତିହାସିକ ମାନେ ମତ ଦେଇଛନ୍ତି ନବମ ଶତାବ୍ଦୀ ହେଇଛି। ପରେ ନବମ ଶତାବ୍ଦୀ ପରେ ଏ ମନ୍ଦିର ନିର୍ମାଣ ହେଇଛି। ପରେ ଯେତେବେଳେ କଳାପାହାଡ଼ଙ୍କ ଆକ୍ରମଣ ପରେ ଏ ମନ୍ଦିରର ମୂର୍ତ୍ତି ଆଜି ଖଣ୍ଡିତ ବିଗ୍ରହ ହେଇଗଲା ପରେ ପରବର୍ତ୍ତୀ ପର୍ଯ୍ୟାୟରେ 1530ରୁ ଆପଣଙ୍କର 60 ମସିହା ଯେଉଁ ହେଲା, ଯେଉଁ କଳାପାହାଡ଼ ଆକ୍ରମଣ, ପରବର୍ତ୍ତୀ ପର୍ଯ୍ୟାୟରେ ରିନୋଭେସନ ହେଇଛି। ବିଭିନ୍ନ ଐତିହାସିକ ବିଭିନ୍ନ ମତ ଅଛି। ତାହେଲେ ଇଏ ଗୋଟେ ପୌରାଣିକ ମନ୍ଦିର। କିନ୍ତୁ ଏଠି ଯେଉଁ ଆମେ ମୂର୍ତ୍ତି ଦେଖିଲେ ଚତୁର୍ମୁଖୀ ସୂର୍ଯ୍ୟ ଅଛନ୍ତି, ତ ଏଇଠି ପୂଜା ଶୈଳୀ କ'ଣ? ସୂର୍ଯ୍ୟଙ୍କ ଉପାସନା, ସୂର୍ଯ୍ୟଙ୍କର ଉପାସନା ହେଉଛି ସୂର୍ଯ୍ୟଙ୍କର ଉତ୍ତରାୟଣ ଠାରୁ ଦକ୍ଷିଣାୟନ ପର୍ଯ୍ୟନ୍ତ। ଯଦି ଆପଣ ଦେଖୁন ଚତୁର୍ଦ୍ଧା ମୂର୍ତ୍ତି, ଏ ଚତୁର୍ଦ୍ଧା ମୂର୍ତ୍ତି ଆପଣ କୋଉଠି ପାଇବେନି। 4ଟି ଦ୍ୱାର ଅଛି। ଯେମିତି ଜଗନ୍ନାଥ ମନ୍ଦିର ଚତୁର୍ଦ୍ୱାର ବିଶିଷ୍ଟ ଅଛି, ଗୋଟିଏ ଶିଳାରେ, ଗୋଟିଏ ଶିଳ୍ପୀରେ, ଗୋଟିଏ ପଥରରେ ନିର୍ମିତ ହେଇଛି। ଯେଉଁ ପଥର ଦ୍ୱାରରେ ଆପଣ ଦେଖୁଛନ୍ତି ଗୋଟିଏ ମୂର୍ତ୍ତିକୁ ସମସ୍ତେ ଉପାସନା କରୁଛନ୍ତି। ଏଠି ଶାମ୍ବ ଦଶରେ ଯେମିତି ଶାମ୍ବ ତପସ୍ୟା କରିଥିଲେ ଯାହାକୁ ବିଶ୍ୱାସ କରାଯାଏ। ଏ ନିକଟରେ ଯେତେବେଳେ ଏଇ ପ୍ରସ୍ତର ଦେଖୁଛନ୍ତି ଆପଣ, ଏଇ ପ୍ରସ୍ତର ମଧ୍ୟ ବହୁତ ପୁରାତନ ପଥର। ଏଠି ସମୁଦ୍ର ନିକଟ ଥିଲା, ଯେଉଁ ଜାହାଜ ମାନେ ଯାଉଥିଲେ ସେମାନେ ଆଣୁଥିଲେ। ସେଇ ଜାହାଜର ନିର୍ମାଣିତ ଯେଉଁ ପଥର, ଏଇ ପଥର ତ ଇଏ ଭଦ୍ରକ ଜିଲ୍ଲାର କୌଣସି ପାହାଡ଼ ପର୍ବତ ନାହିଁ। କିନ୍ତୁ ଏଇ ପଥର ଆପଣ ଦେଖୁଛନ୍ତି, ପଥରଟା ସେଇ ସମୟରେ ଏବଂ ତତ୍କାଳୀନ ସମୟରେ ସେମାନେ ଆଣି ନେଇଥିଲେ। ଶ୍ରୀଲଙ୍କାର ଆସିଛି ବୋଲି ମଧ୍ୟ କେତେକ ଐତିହାସିକ ମଧ୍ୟ ପ୍ରମାଣିତ କରନ୍ତି। ଏଠି ଯାନିଯାତ୍ରା, ସୂର୍ଯ୍ୟଙ୍କ ଯାନିଯାତ୍ରା ଯେମିତି ବିଭିନ୍ନ ମନ୍ଦିର, ଯେମିତି ଶାମ୍ବ ଦଶମୀରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହୁଏ, କିନ୍ତୁ ଏଠି କୋଉ ଯାନିଯାତ୍ରା ହେଇଥାଏ? ସୂର୍ଯ୍ୟଙ୍କର ଉପାସନା ନାରାୟଣଙ୍କ ସହିତ ଜଡ଼ିତ। ତୁଳସୀ ଉପାସନା କରାଯାଏ। ସୂର୍ଯ୍ୟ ନାରାୟଣ ବୋଲି ବିଶ୍ୱାସ କରାଯାଏ। ନାରାୟଣଙ୍କ ସମସ୍ତ ଉପାସନା